ଆଜି ଜାଣିବା ବଣ୍ଡା ଜନଜାତିଙ୍କ ବିଷୟରେ। ଏମାନଙ୍କର ଉତ୍ପତ୍ତି ଓ ବିଭାଜନ କିଭଳି ହେଲା, ବଣ୍ଡା ଭାଷା ବିଷୟରେ ମଧ୍ୟ ଆମେ ଜାଣିବା। ଏମାନଙ୍କର ଖାଦ୍ୟ ପଦାର୍ଥ ଉପରେ ମଧ୍ୟ ଆମେ ଡିଟେଲରେ କଥା ହେବା। ଏହା ବାଦ ବଣ୍ଡାମାନଙ୍କର ସଂସ୍କୃତି କ'ଣ ରହିଛି ସେ ବିଷୟରେ ମଧ୍ୟ ଆଲୋଚନା କରିବା। ଜାଣିବା ପାଇଁ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ବଣ୍ଡା ଜନଜାତି, ଯାହାକୁ ବଣ୍ଡା ପରଜା ବା ବଣ୍ଡା ମଧ୍ୟ କୁହନ୍ତି, ଏମାନେ ଆମ ଓଡ଼ିଶାରେ ରହୁଥିବା ଏକ ଆଦିମ ଜନଜାତି ଅଟନ୍ତି। 2011 ଜନଗଣନା ଅନୁସାରେ ବଣ୍ଡା ଜନସଂଖ୍ୟା ପ୍ରାୟ 12,000 ଥିଲା। ବଣ୍ଡା ଲୋକେ ମୁଖ୍ୟତଃ ମାଲକାନଗିରି ଜିଲ୍ଲାର ଘାଟି ଅଞ୍ଚଳରେ ବସବାସ କରନ୍ତି। ବଣ୍ଡା ଲୋକେ ସାଧାରଣତଃ ବଣ୍ଡା ଭାଷା, ଯାହାକୁ ରେମୋସାମ୍ କୁହନ୍ତି, ସେମାନେ ଏହି ଭାଷାରେ କଥାବାର୍ତ୍ତା ହୋଇଥାନ୍ତି। ଏ ଜନଜାତିର ସଂସ୍କୃତି ଅବକ୍ଷୟକୁ ଆଖି ଆଗରେ ରଖି ଓଡ଼ିଶା ସରକାର 1977 ମସିହାରେ ବଣ୍ଡା ଉନ୍ନୟନ ପ୍ରକଳ୍ପ ବା ବିଡିଏ ଆରମ୍ଭ କରିଥିଲେ। ଏହା ସତ୍ତ୍ୱେ ବଣ୍ଡା ସମାଜରେ ସାକ୍ଷରତା ହାର ସର୍ବନିମ୍ନ 14% ରହିଆସୁଛି। ବଣ୍ଡାମାନଙ୍କର ଆୟୁ କମ୍ ଏବଂ ସେମାନଙ୍କ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏବେ ଜାଣିବା ଏମାନଙ୍କ ଉତ୍ପତ୍ତି କେଉଁଠି ହେଉଛି ଏବଂ ବିଭାଜନ କେମିତି ହେଲା। ବଣ୍ଡା ଜନଜାତି ପ୍ରାୟ 60,000 ବର୍ଷ ପୂର୍ବେ ଆଫ୍ରିକାରୁ ପ୍ରଥମ ପର୍ଯ୍ୟାୟରେ ବିସ୍ଥାପିତ ମନୁଷ୍ୟ ଜାତି ମଧ୍ୟରୁ ଅନ୍ୟତମ। ନୃତତ୍ତ୍ୱବିଦଙ୍କ ମତରେ ସେମାନେ ଅଷ୍ଟ୍ରୋ ଏସିଆଟିକ୍ ଜନଜାତିର ଏକ ଗୋଷ୍ଠୀର ସଦସ୍ୟ। ସେମାନେ ପ୍ରାଚୀନ ଅତୀତରେ ଜୟପୁର ପାହାଡ଼ରେ ପ୍ରାୟ 130 ବର୍ଗ କିଲୋମିଟର ଅଞ୍ଚଳକୁ, ଯାହାକୁ ବର୍ତ୍ତମାନ ଓଡ଼ିଶାର ମାଲକାନଗିରି ଜିଲ୍ଲା କୁହାଯାଉଛି, ସେମାନେ ଏହାକୁ ନିଜର ସ୍ଥାୟୀ ବାସସ୍ଥଳୀ କରିଥିଲେ। ବଣ୍ଡାମାନେ ରହୁଥିବା ପାହାଡ଼ଗୁଡ଼ିକୁ ବଣ୍ଡା ପାହାଡ଼ କୁହାଯାଏ। ବଣ୍ଡା ଜନଜାତି ଦୁଇ ଭାଗରେ ବିଭକ୍ତ, ଯଥା ଉପର ବଣ୍ଡା ଏବଂ ତଳୁଆ ବଣ୍ଡା। ଉପର ବଣ୍ଡାମାନଙ୍କର ବାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନଥାଏ। ଏବେ ଜାଣିବା ବଣ୍ଡା ଭାଷା ବା ରେମୋ ବା ରେମୋସାମ୍ ବିଷୟରେ। ବଣ୍ଡା ଜନଜାତିର ଭାଷାକୁ ରେମୋ କୁହାଯାଏ। ଏହା ଏକ ଅଷ୍ଟ୍ରୋ ଏସିଆଟିକ୍ ଭାଷା ପରିବାରର ମୁଣ୍ଡା ଭାଷା ଶାଖା ଅନ୍ତର୍ଗତ ଅଟେ। ବଣ୍ଡା ଭାଷା ପାଇଁ କୌଣସି ବିଧିବଦ୍ଧ ଲିପି ନଥିବା ବେଳେ ଓଡ଼ିଶାରେ ରହୁଥିବା ବଣ୍ଡା ଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପିକୁ ବ୍ୟବହାର କରନ୍ତି। ଚାଲନ୍ତୁ ଜାଣିବା ଏବେ ବଣ୍ଡାମାନଙ୍କର ସଂସ୍କୃତି ବିଷୟରେ। ଉପର ବଣ୍ଡାମାନେ ନିଜ ଗାଁକୁ ଗାରେମ୍ କହନ୍ତି। ବଣ୍ଡା ଗାଁ ଗୁଡ଼ିକ ପାହାଡ଼ ଉପରେ କିମ୍ବା ପାହାଡ଼ର ଢଳାଣିରେ ଦେଖାଯାଏ। ବଣ୍ଡା ଘରଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ କ୍ରମ ବା ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ। ବଣ୍ଡା ଗାଁ ଗୁଡ଼ିକ ଗୋଟିଏ ଗୋତ୍ର ବୋଲି ଧରାଯାଏ, ତେଣୁ ବଣ୍ଡା ଲୋକମାନେ ନିଜ ଗାଁ ଭିତରେ ବିବାହ କରନ୍ତି ନାହିଁ। ବଣ୍ଡା ସମାଜରେ ବିବାହକୁ ଡିଓସିଂ କୁହାଯାଏ। ଦୁଇ ପ୍ରକାରର ବିବାହ ବଣ୍ଡା ସମାଜରେ ପ୍ରଚଳିତ। ପ୍ରଥମଟି ହେଲା ସଲାକ ବୋଇ ଡିଓସିଂ ଅର୍ଥାତ୍ ବୁଝାମଣା ବିବାହ ଓ ଗୁବାଇ ଡିଓସିଂ ଅର୍ଥାତ୍ ଧରା ବାହାଘର। ବଣ୍ଡା ପୁଅମାନେ 10ରୁ 12 ବର୍ଷ ବୟସ ମଧ୍ୟରେ ବିବାହ କରନ୍ତି। ସାଧାରଣତଃ କନ୍ୟା ବରଠାରୁ ବୟସରେ ବଡ଼ ହୋଇଥାଏ। ବର ପକ୍ଷକୁ ବିବାହ ପୂର୍ବରୁ ଗିନିଂ ଅର୍ଥାତ୍ କନ୍ୟା ସୁନା କନ୍ୟାର ପରିବାରକୁ ଦେବାକୁ ପଡ଼େ। ଗୋଟିଏ ଶ୍ରମିକକୁ ବଣ୍ଡା ଲୋକମାନେ ଗୁଫାମ୍ କହନ୍ତି। ପୁରୁଷ ବନ୍ଧିତ ଶ୍ରମିକଙ୍କୁ ଗୁଫାମ୍ ରେମ୍ ଓ ମହିଳା ଶ୍ରମିକଙ୍କୁ ଗୁଫାମ୍ ବୟ କୁହାଯାଏ। ଏମାନଙ୍କର ଖାଦ୍ୟ ପାନୀୟ ମଧ୍ୟ ଖୁବ୍ ସ୍ୱତନ୍ତ୍ର ଏବଂ ନିଆରା ରହିଛି। ବଣ୍ଡା ସମାଜରେ ଖାଦ୍ୟ ପାନୀୟ ଅନ୍ୟ ସମାଜ ପରି ପରିବେଶ ଓ ଋତୁ ଉପରେ ନିର୍ଭରଶୀଳ ହୋଇଥାଏ। ଏହାଛଡ଼ା ବଣ୍ଡା ଜନଜାତି ଶିକାର ଓ ବନଜାତ ଦ୍ରବ୍ୟ ସଂଗ୍ରହ ଉପରେ ମଧ୍ୟ ନିର୍ଭର କରିଥାନ୍ତି। ଚାଉଳ, ମାଣ୍ଡିଆ, କାଙ୍ଗୁ ଓ ସୁଆଁ ଚାଉଳ ଆଦି ବଣ୍ଡା ସମାଜର ମୁଖ୍ୟ ଖାଦ୍ୟଶସ୍ୟ। ଏହାଛଡ଼ା ଜଙ୍ଗଲଜାତ ଖାଦ୍ୟ ଦ୍ରବ୍ୟ ଯଥା ମହୁଲ, ବାଉଁଶ ଗଜା, ଛତୁ, କନ୍ଦମୂଳ, ସାରୁ ଇତ୍ୟାଦି ଖାଦ୍ୟ ଭାବେ ବ୍ୟବହୃତ କରିଥାନ୍ତି। ଅଣ୍ଡା, ମାଂସ, ମାଛ ଉପଲବ୍ଧତା ଉପରେ ନିର୍ଭର କରେ। ଅନ୍ୟ ଆନୁଷଙ୍ଗିକ ଖାଦ୍ୟ ମଧ୍ୟରେ ଜଙ୍ଗଲଜାତ ଫଳ ଯଥା ଆମ୍ବ, ପଣସ, କେନ୍ଦୁ, କଦଳୀ, ତେନ୍ତୁଳି ଓ ଜଙ୍ଗଲୀ କୋଳି ଇତ୍ୟାଦି ବଣ୍ଡା ଖାଦ୍ୟର ଏକ ପ୍ରଧାନ ଭାଗ। ବଣ୍ଡାମାନେ କେତେକ ଜଙ୍ଗଲୀ କୀଟ ଯଥା ନାଲି ପିମ୍ପୁଡ଼ି ମଧ୍ୟ ଖାଦ୍ୟ ଭାବରେ ବ୍ୟବହାର କରନ୍ତି। ବଣ୍ଡା ସମାଜରେ ପାନୀୟ, ବିଶେଷ କରି ମାଦକ ପାନୀୟର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ବଣ୍ଡାମାନେ ସାପୁଙ୍ଗ ମାନେ ସଲପ ମଦ, ପେଣ୍ଡମ୍ ମାନେ ହାଣ୍ଡିଆ, ସାଗୁର ଓ ପଣସ ମଦ ସର୍ବସାଧାରଣରେ ବ୍ୟବହୃତ କରିଥାନ୍ତି। ଭାତ, ମଦ ଓ ମାଂସ ବଣ୍ଡା ସମାଜରେ ସମ୍ମାନଜନକ ଖାଦ୍ୟ ଭାବେ ଧରାଯାଏ।
ଯଦି ପର୍ବପର୍ବାଣୀ କଥା ଆଲୋଚନା କରିବା ତାହେଲେ ବଣ୍ଡାମାନେ ଶ୍ରାବଣ ମାସରେ ଚାଙ୍କୁ ପରବ, ଆଶ୍ୱିନ ମାସରେ ମୁଣ୍ଡଧୋଇନି ପରବ, ପୌଷ ମାସରେ ପୁଷ ପରବ, ମାଘ ମାସରେ ପାଟ ଖଣ୍ଡାଯାତ୍ରା ଓ ଚୈତ୍ର ମାସରେ ଆମ୍ବ ବା ଉଲି ପରବ ପାଳନ କରିଥାନ୍ତି। ତ ଏବେ ଆପଣ ଆମ ଓଡ଼ିଶାରେ ଥିବା ବଣ୍ଡା ଜନଜାତିଙ୍କ ବିଷୟରେ ଡିଟେଲରେ ଜାଣିସାରିଥିବେ। ବଣ୍ଡା ଜନଜାତିକୁ ନେଇଥିବା ଆଜିର ଏହି ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାନ୍ତୁ। ଇନଫର୍ମେସନଟି ଭଲ ଲାଗିଥିଲେ ଏହାକୁ ଲାଇକ୍ କରନ୍ତୁ ଏବଂ କେଉଁ ମାତ୍ରାରେ ସେୟାର ମଧ୍ୟ କରନ୍ତୁ। ଆପଣ କେଉଁ ସବୁ ଟପିକରେ ଜାଣିବାକୁ ଚାହୁଁଛନ୍ତି ତାହା ମଧ୍ୟ ମୋତେ କମେଣ୍ଟରେ ଜଣାଇ ପାରିବେ। ଦେଶ ଦୁନିଆ ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଅନେକ ଏଜୁକେଶନାଲ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।